ମାନେ ମୁଁ ସୁହାନା ସ୍ୱାଗତ କରୁଛି ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। ଏହାର ପୂର୍ବବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଛେଦର କେତୋଟି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣମାନଙ୍କ ସହିତ ଡିସ୍କସନ୍ କରିଥିଲି। ଆଜି ଆମେ ଆଗକୁ ବଢ଼ିବା ବା ଅନ୍ତର ବା ଡିଫରେନ୍ସର କିଛିଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ପଢ଼ିବା। ଅନ୍ତର ଯାହାକୁ ଡିଫରେନ୍ସ କୁହାଯାଏ ଇଂରାଜୀରେ। ଏହାର କିଛି ଆଜି ଇମ୍ପୋର୍ଟାଣ୍ଟ ପଏଣ୍ଟ ପଢ଼ିବା। ଫାଷ୍ଟ କହିଦେଉଛି ଅନ୍ତର କାହାକୁ କୁହାଯାଏ। ଆପଣମାନଙ୍କୁ ମୁଁ ପୂର୍ବବର୍ତ୍ତୀ ଭିଡ଼ିଓରେ କହିଥିଲି। ଯଦି ସେଟ୍ ଆମର ଦୁଇଟା ହେଉଛି ଏ ଓ ବି, ଦୁଇଟା ସେଟ୍ ହେଉଛି, ଦୁଇଟି ସେଟ୍ ହୁଏ, ତେବେ ସେଟ୍ ଏ ର ଯେଉଁ ଉପାଦାନ ଗୁଡ଼ିକ ସେଟ୍ ବିରେ ନାହାନ୍ତି ବା ସେଟ୍ ବିର ଏକ ଏଲିମେଣ୍ଟ ବା ସେଟ୍ ବିର ଏକ ଉପାଦାନ ନୁହନ୍ତି, ଯେ ସେଟ୍ ବିର ଏକ ଉପାଦାନ ନୁହନ୍ତି, ସେମାନଙ୍କୁ ନେଇ ଗଠିତ ସେଟ୍କୁ ଅନ୍ତର ସେଟ୍ କୁହାଯାଏ। ଆପଣ ପୂର୍ବ ଭିଡ଼ିଓରେ ମଧ୍ୟ କହିଥିଲେ ଏହାକୁ କେଉଁ ସଂକେତ ଦ୍ୱାରା ସୂଚାଯାଏ? ଏ ଅନ୍ତର ବି। ତାକୁ ଆମେ ଇଂଲିଶରେ କହିଲେ ଏ ଡିଫରେନ୍ସ ବି ଏବଂ ଓଡ଼ିଆରେ କହିଲେ ଏ ଅନ୍ତର ବି କହିଥାଉ। ବୁଝିପାରୁଛନ୍ତି? ଆପଣମାନଙ୍କ ସହିତ ଆରମ୍ଭ ଅଛି କିଛିଟା ଇମ୍ପୋର୍ଟାଣ୍ଟ ପଏଣ୍ଟ କହିବି ଆପଣଙ୍କୁ, ଆପଣ ନିହାତି ଭାବରେ ମନେ ରଖିବେ। ଫାର୍ଷ୍ଟ ପଏଣ୍ଟ ହେଉଛି ଏ ଅନ୍ତର ଏ ଇଜ୍ ଇକ୍ୱାଲ୍ ଟୁ 5 ହେବ। ମନେ ରଖିବେ ଏଇଟା କେମିତି ହେବ ମୁଁ ଆପଣମାନଙ୍କୁ ଏକ୍ଜାମ୍ପଲ୍ ନେଉଛି, ଆପଣମାନେ ବୁଝିପାରିବେ। ମନେକର ମୁଁ ଗୋଟେ ଏକ୍ଜାମ୍ପଲ୍ ନେଉଛି, ମନେକର ଏ ସେଟ୍ ନେଉଛି ଯେଉଁଥିରେ ଏଲିମେଣ୍ଟ ଅଛି ଏ, ବି, ସି ଏବଂ ଡି। ଆମେ ପଢ଼ିଛେ ଏ ଅନ୍ତର ବି ସୂତ୍ର ପଦ୍ଧତିରେ ଲେଖିଲେ ତାର ଫର୍ମୁଲାଟା ମୁଁ ପୂର୍ବ ଭିଡ଼ିଓରେ ଆପଣମାନଙ୍କୁ କହିଛି, ଏକ୍ସ ସୋ ଦ୍ୟାଟ୍ ଏକ୍ସ ବିଲଙ୍ଗସ୍ ଟୁ ଏ ଏବଂ ଏକ୍ସ ଡଜ୍ ନଟ୍ ବିଲଙ୍ଗସ୍ ଟୁ ବି। ଯେହେତୁ ଆମର ବି ଜାଗାରେ ଆମର କ'ଣ ଅଛି, ଏଠି ଏ ସେଟ୍ ଅଛି, ତାହେଲେ ଆମେ ଏ ଡିଫରେନ୍ସ ଏ ବା ଏ ଅନ୍ତର ଏ ତାକୁ ଲେଖିଲେ କ'ଣ ହେବ, ସୂତ୍ର ପଦ୍ଧତିରେ ଏକ୍ସ ସୋ ଦ୍ୟାଟ୍ ଏକ୍ସ ବିଲଙ୍ଗସ୍ ଟୁ ଏ ଏବଂ ଏକ୍ସ ଡଜ୍ ନଟ୍ ବିଲଙ୍ଗସ୍ ଟୁ ବି ଜାଗାରେ ତ ଏ ସେଟ୍ ଅଛି ନା, ଏ ଅର୍ଥ ଆମେ କ'ଣ ଲେଖିବା, ଲେଖିଦେଉଛୁ ଏ ବି ସି ଡି ସେଟ୍ ଡିଫରେନ୍ସ ଏ ବି ସି ଏବଂ ଡି ସେଟ୍। ଏହା ଅର୍ଥ ହେଉଛି ଆମେ ଏଇଠି ଗୋଟେ ସେଟ୍ ନେଇଛେ ଏ ସେଟ୍, ଏବେ ଏ ଡିଫରେନ୍ସ ଏରେ ସେଇ ସବୁ ଉପାଦାନ ଗୁଡ଼ିକ ରହିବ, ଯେଉଁ ଉପାଦାନ ଗୁଡ଼ିକ ରହିବ ଯେଉଁଟାକି କ'ଣ ହେଉଛନ୍ତି ବି ସେଟ୍ରେ ନାହାନ୍ତି। ମାନେ ଏଇ ସେଟ୍ର ସେଇ ସବୁ ଏଲିମେଣ୍ଟ ଗୁଡ଼ାକ ବା ସେଇ ସବୁ ଉପାଦାନ ଗୁଡ଼ିକ ଆମର ରହିବ ଯେଉଁଟାକି ଏଇ ସେଟ୍ରେ ନାହାନ୍ତି। ତ ଆମେ ଦେଖୁଛୁ ଯେ ଏଇ ସେଟ୍ରେ ଯଦି ମୁଁ ଆପଣମାନଙ୍କୁ ପଚାରିବି ଏ ବି ସି ଡି ହେଉଛି ଆର ଏଲିମେଣ୍ଟ, ଦେଖନ୍ତୁ ଆପଣ ଏଇ ସେଟ୍ରେ ଆର କେଉଁ ଏଲିମେଣ୍ଟଟା ନାହିଁ। ଆପଣ ଦେଖୁଛନ୍ତି ଯେ ଏଥିରେ କ'ଣ, ଏଥିରେ ଯେଉଁ ଏଲିମେଣ୍ଟ ଅଛି ଏଥିରେ ସେଇ ଏଲିମେଣ୍ଟ ଅଛି, ଏଥିରେ କିଛି ଅଲଗା ଅଛି କି ଯେଉଁଟା ଏଥିରେ ନାହିଁ, ନା ନାହିଁ। ଏଥିରେ 4ଟା ଏଲିମେଣ୍ଟ ଅଛି ଯେଉଁଟାକି ଏଥିରେ ମଧ୍ୟ ଅଛି, ତାହେଲେ ଆ ଡିଫରେନ୍ସଟା କ'ଣ ହେବ, 5 ହେବ। ବୁଝିପାରୁଛନ୍ତି? ଆମେ ଏଠି ଏ ଡିଫରେନ୍ସ ଏ ବିରେ ପଢ଼ିଲେ ଯେ ଏକ୍ସ ବିଲଙ୍ଗସ୍ ଟୁ ଏ ଏବଂ ଏକ୍ସ ବିଲଙ୍ଗସ୍ ଟୁ ବି। ଏକ୍ସରେ ବିଲଙ୍ଗସ୍ ଟୁ ଏ ପୂର୍ବ ଫାଷ୍ଟ ସେଟ୍ର ଏଲିମେଣ୍ଟ ଆସିବ ଏ ଡିଫରେନ୍ସ ବିରେ ପ୍ରଥମ ସେଟ୍ର ସବୁଯାକ ଏଲିମେଣ୍ଟ ଆସିବ ଯେଉଁଗୁଡ଼ାକି ବିର ଏଲିମେଣ୍ଟ ହୋଇନଥିବ ବା ବିରେ ନଥିବେ, ସେଇ ଏଲିମେଣ୍ଟ ଗୁଡ଼ାକୁ ନେଇ ଗଠିତ ସେଟ୍କୁ ଆମେ କ'ଣ କହିବା, ଏ ଡିଫରେନ୍ସ ବି। ଏଠି ଯେହେତୁ ସବୁତକ ଏଲିମେଣ୍ଟ ଏଇ ସେଟ୍ ଏର ସବୁତକ ଏଲିମେଣ୍ଟ ଏଇ ସେଟ୍ରେ ଅଛି, ତାହେଲେ ଆନ୍ସର୍ରେ କ'ଣ ଆସିବ, 5 ଆସିବ। ତାହେଲେ ଆମେ ଜାଣିଲେ ଏ ଡିଫରେନ୍ସ ଏ ଇଜ୍ ଇକ୍ୱାଲ୍ ଟୁ କ'ଣ, 5 ସେଟ୍। ଏଇଟା ଆପଣମାନେ ନିହାତି ମନେ ରଖିବେ, ଇମ୍ପୋର୍ଟାଣ୍ଟ ପଏଣ୍ଟ। ନେକ୍ସଟ ପଢ଼ିବା
सेकेंड पढ़ा ए डिफरेंस फाइव इज इक्वल टू ए एग्जांपल नौ बुझीपर मन ए नौ गोटे सेट नौ 1 2 एवं 3 बी सेट नौ 5 सेट बा शून्य सेट ए डिफरेंस बी x so that x belongs to a एवं x does not belongs to b हमारे ठीक ए जगह कौन ए सेट लिखी ए बी जगह 5 सेट ए डिफरेंस 5 हमारे कौन आसो ए जगह लिखिले 1 2 3 डिफरेंस 5 बा शून्य सेट ए डिफरेंस 5 हमारे से सब एलिमेंट गुड़ाक आसो जोड़ा सब ए रो एलिमेंट ही ए सेट रो ही ए प्रथम सेट रो ही एलिमेंट आसो जोड़ा कि बी रे नथिबो तो बी रे किछि एलिमेंट नहीं एते तो 1 2 3 अछि एते बी रो किछि एलिमेंट अछि कि ना नाही जेहेतु नाही तले ए डिफरेंस 5 रे कोन आसी पड़ो 1 2 एवं 3 बुझि परछनी तले 1 2 3 हम को सेट नै ए सेट नै इज इक्वल टू ए सेट बाहरी गेला हमर ए डिफरेंस 5 इज इक्वल टू ए हेला एटा भी अपन मन रखिबे और थर्ड रे गोटे पॉइंट 5 डिफरेंस 5 इज इक्वल टू 5 मनकर ए सेट रखनु जामे 5 बा एबला सुते हे पड़ो इज इक्वल टू 5 बा ए डिफरेंस बी लिखिबे सूत्र पद्धति लिखले कोन x so that x belongs to a एवं x does not belongs to b एथरे सेही एलिमेंट गुड़ा x रो सेही एलिमेंट a रे थिबा सेही एलिमेंट गुड़ा आसीबो जोड़ा कि कोन b रे b रो को एलिमेंट होई नथबा b रो को उपादान होई नथिबो x हमर a जगह को एलिमेंट अछि 5 डिफरेंस b जगह मध्ये 5 एथरे कोनोस एलिमेंट नै केथरे मध्ये कोनोस एलिमेंट नै एथरे हमर किछि एलिमेंट अछि कि ना एथरे मध्ये कोनोस एलिमेंट नै मतलब कोनोस एलिमेंट ही नै तले हमर आंसर कोन किछि नै बा 5 आसीबो अर्थात तो 5 डिफरेंस 5 इज इक्वल टू कोन आसला 5 ये तीन नोट हो आपणकर मन रखा निहाती जरूरी जदि आपण मैंने बुझी पार्छन तो भल कथा जदि न बुझी पार्छन देन आप मत कमेंट सेक्शन कहे आपको पूर्व वीडियो बुझेबा ट्राए करी आज एतिकी थैंक यू।